ଘରେ ଘରେ ଲୁଚି ରହିଥିବା ନାରୀମାନଙ୍କର ପ୍ରତିଭା ସାରା ଦୁନିଆ ଆଗରେ ପରିବେଷଣ କରିବା ପାଇଁ ସେମାନଙ୍କୁ ଆଗକୁ ଅଣେଇବାର ଏକ ଅଭିନବ ପ୍ରୟାସ କରିଛି ଆରମ୍ଭ ଅନୁଷ୍ଠାନ। ଜାନୁଆରୀ 14 ତାରିଖ ରବିବାର ଦିନ ହନ୍ତୁକ ଗ୍ରାମଠାରେ ଆରମ୍ଭ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ମହୋତ୍ସବର ପୁରୀ ସଦରର 30 ଗୋଟି ପଞ୍ଚାୟତକୁ ଧରି ଚାଲିଥିବା ଶ୍ରୀକ୍ଷେତ୍ର ଲକ୍ଷ୍ମୀ ପ୍ରତିଯୋଗିତାର 24ତମ ପୁରୀ ସଦର ହନ୍ତୁକ ପଞ୍ଚାୟତର ପଞ୍ଚାୟତ ଅଫିସଠାରେ 230 ମହିଳାଙ୍କୁ ନେଇ ସଙ୍ଗୀତ, ନୃତ୍ୟ, ଝୋଟି, ହୁଳହୁଳି, ଆଧ୍ୟାତ୍ମିକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ 30 ଗୋଟି ପଞ୍ଚାୟତ ମଧ୍ୟରୁ ଆଗାମୀ ଦିନରେ ବଳକା ସମସ୍ତ ପଞ୍ଚାୟତରେ ହେବ ଏବଂ ସବୁ ପଞ୍ଚାୟତରେ ଭାଗ ନେଇଥିବା କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ଜାନୁଆରୀ 27, 28 ଓ 29 ତାରିଖରେ ହେବାକୁ ଥିବା ଆରମ୍ଭ ମହୋତ୍ସବ 2024 କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ବୋଲି ସଭାପତି ଗୋପାଳ ଚନ୍ଦ୍ର ଖୁଣ୍ଟିଆ ପ୍ରକାଶ କରିଛନ୍ତି। ଆରମ୍ଭ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଥିଲା ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ସମସ୍ତ ପଞ୍ଚାୟତରେ କାର୍ଯ୍ୟକ୍ରମ କରିବା ପାଇଁ ଆଜି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପ୍ରତ୍ୟେକ ପଞ୍ଚାୟତରେ କରି ହନ୍ତୁକ ପଞ୍ଚାୟତ ଶେଷ କରିଛି। ଆଜି ବିରାଟ ମହିଳାମାନଙ୍କ ସମାବେଶ ହୋଇଥିଲା, ଗୀତ ନାଚରେ କମ୍ପି ଉଠିଲା। ଆଜି ପର୍ଯ୍ୟନ୍ତ ଯେତୋଟି ପଞ୍ଚାୟତରେ କରିଥିଲୁ ସମସ୍ତେ ଆମମାନେ ଭଲ ଆନନ୍ଦ ପାଇଥିଲୁ ବା ବହୁତ ପିଲାଙ୍କୁ ପୁରସ୍କୃତ ହେବ, ଝିଅମାନଙ୍କୁ, ମାଇପମାନଙ୍କୁ, ସ୍ତ୍ରୀମାନଙ୍କୁ, ମାଆମାନଙ୍କୁ ପୁରସ୍କୃତ କରାଯିବ। এই যে প্রয়াস নেইଥିଲା ଆରମ୍ଭ ଶ୍ରୀକ୍ଷେତ୍ର ଲକ୍ଷ୍ମୀ ମାଧ୍ୟମରେ ଏ ବିରାଟ ହିସାବ ନାହିଁ। ଯେହେତୁ ଓଡ଼ିଶା ଆମର ପୁରୀ ବା ଭାରତ ବର୍ଷ ଖୋଜା ଗଲେ ଏ ବିରଳ କୌଣସି ପ୍ରୋଗ୍ରାମ କରିନାହାନ୍ତି। ଯେହେତୁ ଗାଁରେ ଲୁଚି ରହିଥିବା ମା ଭଉଣୀମାନଙ୍କୁ ଆଗକୁ ଆଣି ତାଙ୍କର ଯାହା ପ୍ରତିଭା ଅଛି ତାକୁ କିପରି ବାହାରକୁ ଯିବ, ନାଚ ଗୀତରେ ବୁଲି ଉଠିବ ଗାଁ ଗଣ୍ଡା ଆଉ ପୁରୀରେ ମୁକ୍ତାଞ୍ଚଳ ରଙ୍ଗମଞ୍ଚରେ ପୁରସ୍କୃତ କରାଯିବ। 27, 29 जो प्रयास ଦେଇଥିଲା ମହାପ୍ରଭୁ ଜଗନ୍ନାଥ ଆଜି ସମ୍ପୂର୍ଣ୍ଣ ପଞ୍ଚାୟତକୁ କଭର କରି ଶେଷ ଦିନରେ ପହଞ୍ଚିଛୁ। ହନ୍ତୁକ ଆମର ଶେଷ ପଞ୍ଚାୟତ କାର୍ଯ୍ୟକ୍ରମ ସରି ଆମେ ଯେଉଁ କାର୍ଯ୍ୟକ୍ରମ କଲୁ ମହାପ୍ରଭୁ ଜଗନ୍ନାଥ ପ୍ରଭୁଙ୍କ ଆଶୀର୍ବାଦରେ ଆଉ ଯାହା କିଛି ଅଛି ପ୍ରଭୁଙ୍କ ଆଶୀର୍ବାଦରେ ଆଜି ଶେଷ ପର୍ଯ୍ୟାୟରେ ଆମେ ଆଜି ଆସି ପହଞ୍ଚିଛୁ। ପ୍ରଥମେ ତ ବିଶ୍ୱାସ ହେଉନଥିଲା ଆମେ ଏତେ ବଡ଼ ରାସ୍ତା ଏମିତି ଏତେ ସହଜରେ ଅତିକ୍ରମ କରିବୁ ବୋଲି। ଆଜି ଏଠି ଏତେ ସହଜରେ ପହଞ୍ଚି ଗଲୁ, ସେଟା ଜଗନ୍ନାଥଙ୍କ ଆଶୀର୍ବାଦ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନଥିଲେ ଆମେ ଏ ଜାଗାରେ ଆଜି ପହଞ୍ଚି ପାରିନଥାନ୍ତୁ। ପ୍ରତ୍ୟେକ ପଞ୍ଚାୟତରେ ମା' ମାନଙ୍କର ଏତେ ଆଗ୍ରହ ଉତ୍ସାହ ଆମେ କେବେ କଳ୍ପନା ବି କରିନଥିଲୁ। ଆମ ପିଲାମାନେ ବି କେବେ କଳ୍ପନା କରିଥିଲେ, ଅନୁଷ୍ଠାନ କୌଣସି କର୍ମକର୍ତ୍ତା କଳ୍ପନା କରିନଥିଲେ ଯେ ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ପ୍ରତ୍ୟେକ ପଞ୍ଚାୟତରେ ହବ। ସମସ୍ତେ ଆରମ୍ଭ ବେଳକୁ ସମସ୍ତେ ଭାବୁଥିଲେ ଯେ କେମିତି ହବ, କଣ ହବ, କେମିତି ସବୁ ସହଯୋଗ ମିଳିବ କି ନାହିଁ। ଏତେ ଆଗ୍ରହ ଆଉ ଏତେ ଉଦ୍ଦୀପନା ସହ ମା ମାନେ ଏ କାର୍ଯ୍ୟକ୍ରମକୁ ତୁଲେଇଛନ୍ତି, ଅବିଶ୍ୱସନୀୟ। ଏଠି କେବଳ ଜଗନ୍ନାଥଙ୍କ ଆଶୀର୍ବାଦ, ମା ମାନଙ୍କ ପାଖରେ ଯୋଉ ପ୍ରତିଭା, ସେମାନେ ତାଙ୍କ ପ୍ରତିଭାକୁ ପ୍ରସ୍ଫୁଟିତ କରିବା ପାଇଁ ସେମାନେ ଏ କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି। ଆଶା କରୁଛି ଆଗାମୀ ଦିନରେ, ଆଗାମୀ ବର୍ଷ ଏ ଅନୁଷ୍ଠାନ ଆହୁରି ଆଗକୁ ଯିବ, ଆହୁରି ଭଲ କାର୍ଯ୍ୟକ୍ରମ କରିବ, ମା ମାନଙ୍କୁ ଆହୁରି ଭଲ ଭାବରେ ପ୍ରସ୍ତୁତ କରି ତାଙ୍କୁ ଓଡ଼ିଶାରେ, ଓଡ଼ିଶା ବାହାରେ କିଭଳି ପରିଚିତ କରିବ ଏ କାର୍ଯ୍ୟକ୍ରମ, ଅନୁଷ୍ଠାନ ସେଥିପାଇଁ ଚୁକ୍ତିବଦ୍ଧ ହେବ। ଯେମିତି ଆମ ସଦର ନିର୍ବାଚନ ମଣ୍ଡଳୀ ସହିତ ପୁରୀ ଜିଲ୍ଲା ର ମା ମାନେ କିଭଳି ତାଙ୍କର କଳା, ତାଙ୍କର ଯାହା ଦକ୍ଷତା ଅଛି ତାକୁ ଦେଖେଇ ପାରିବେ, ତା ପାଇଁ ସେ ପୁରସ୍କୃତ ହୋଇପାରିବେ। ସେଥିପାଇଁ ଅନୁଷ୍ଠାନ ଚିନ୍ତିତ ରହିବ। ସମସ୍ତଙ୍କ ଆଶୀର୍ବାଦରୁ, ଆପଣମାନଙ୍କ ସହଯୋଗରୁ ଅନୁଷ୍ଠାନ ଆଗକୁ ଏମିତି ଆଗେଇ ଚାଲୁ, ଗାଁ ଗହଳିରେ ଥିବା କଳାକାର ମାନେ ଝଲସି ଉଠନ୍ତୁ। ଜୟ ଜଗନ୍ନାଥ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଅନୁଷ୍ଠାନର ସଭାପତି ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ସଦର ବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର, କାର୍ଯ୍ୟକାରୀ ସଭାପତି ପ୍ରଦୀପ୍ତ କୁମାର ମିଶ୍ର, ଯୁବ ସମାଜସେବୀ ଅଭିନାଶ ମିଶ୍ର, ହନ୍ତୁକ ଗ୍ରାମର ସରପଞ୍ଚ ଓ ନୋମିନି, ହନ୍ତୁକ ମହାସଂଘ ସଭାପତି ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଆଶୁତୋଷ ପଟ୍ଟନାୟକ, ଉପସଭାପତି ସମୀର କୁମାର ଶତପଥୀ, ସମ୍ପାଦକ ଦେବାଶିଷ ସିଂ, ରାକେଶ ଜେନା, ସୌମ୍ୟରଞ୍ଜନ ମିଶ୍ର, ଗଣେଶ୍ୱର ଦାସ, ପ୍ରଭୁପାଦ ମହାପାତ୍ର, ରବୀନ୍ଦ୍ର ଆଚାର୍ଯ୍ୟ, ଆଶିଷ ବେହେରା, ବିଶ୍ୱଜିତ ଦାସ, ସୁଜିତ ରାଉତରାୟ,
ज्योतिरंजन मेकाप, प्रणय कुमार रणसिंह, संतोष कुमार बिंधाणी, आशीष बेहेरा, अविनाश साहू, सूर्यकांत मल्लिक प्रमुख परिचालना करथिले। ये लास्ट अभी 2 महीने से चल रहा है और हमको इसके आरंभ शिखित लक्ष्मी के साथ कोलैबोरेशन में बहुत अच्छा लग रहा है कि एक नारी शक्ति को जो बढ़ावा देना चाहते हैं उसमें हम भी कहीं ना कहीं एक सहभागी बने इनके। प्राइस अभी तक हमने कुछ ऐसा डिसाइड नहीं किया है, हम बैठेंगे बात करेंगे उसके बाद में फिर हम उस कंक्लूजन पे आएंगे। एते दिन धरी 3 मास धरी आम कार्यक्रम कर प्रति गाँ गाँ पूरी सदर 30 गोटी पंचायत को धरी कार्यक्रम चली जो भाव में आम माँ और भौणी मानू जो भाव में कला परिवेशन कर जो इच्छा आम देखिलु आमको सतरे लगे आम ये कार्यक्रम कर सफल होइचु। महाप्रभु के दयारू जनवरी 27, 28, 29 तारिख में मुक्त आकाश रंगमंच होगा ये कार्यक्रम में जो माँ और भौणी मान पुरस्कृत कर समस्त आशीर्वाद रहू से कार्यक्रम भी बहुत भल रहू। आदि आपण मान आशीर्वाद थाए महाप्रभु आशीर्वाद थाए ये कार्यक्रम आगू आगू चलो प्रति वर्ष ओडिशार 314 ब्लॉक रे आम शिक्षित लक्ष्मी कर कार्यक्रम रखीचु खाली आपण मान आशीर्वाद दरकार। जय जगन्नाथ। कैमरा पर्सन रवि जेना सुधांशुकर रिपोर्ट तीर्थक्षेत्र लाइव।